ସମସ୍ତଙ୍କୁ ଓଡ଼ିଆ ହିଣ୍ଟସ୍ ତରଫରୁ ସ୍ୱାଗତ। ଆଜି ଆମେ ଜାଣିବା ଯେ କିସ୍ ଇନଷ୍ଟିଚ୍ୟୁସନରେ ପିଜି ଆଡ଼ମିସନ୍ ବିଷୟରେ। ଅନେକ ଛାତ୍ରଛାତ୍ରୀ ଜାଣିବା ପାଇଁ ଇଚ୍ଛୁକ ଥିଲେ ଯେ ପିଜି ଆଡ଼ମିସନ୍ କେବେ ହେଉଛି, କେମିତି କରିହେବ, କେମିତି ତା'ର ଆବେଦନ କରିହେବ, ଏସବୁ ବିଷୟରେ ଜାଣିବା ପାଇଁ ଇଚ୍ଛୁକ ଅଛନ୍ତି। ସେମାନେ ଅନ୍ୟ ଭିଡ଼ିଓରେ କମେଣ୍ଟରେ ସବୁ ଲେଖିଛନ୍ତି, ଭାଇ ପିଜି ଆଡ଼ମିସନ୍ ବିଷୟରେ କିଛି କୁହ। ତ ଆଜି ମୁଁ ନେଇ ଆସିଛି ଆପଣମାନଙ୍କ ପାଇଁ କିସ୍ ଇନଷ୍ଟିଚ୍ୟୁସନରେ ପିଜି ଆଡ଼ମିସନ୍ କେମିତି କରିବେ, ଆଉ କ'ଣ ସବୁ ତା'ର ଡକୁମେଣ୍ଟ ରହିଛି, କେମିତି ଆବେଦନ ହୋଇପାରିବ। ତେଣୁକରି ଭିଡ଼ିଓଟିକୁ ଶେଷ ଯାଏଁ ଦେଖନ୍ତୁ ଏବଂ ଯଦି ଆମ ଚ୍ୟାନେଲକୁ ନୂଆ ହେଇ ଆସିଛନ୍ତି ବା ନୂଆ ହେଇ ଦେଖୁଛନ୍ତି ତେବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ସାଙ୍ଗମାନଙ୍କୁ ସେୟାର କରନ୍ତୁ। କିସ୍ ହେଉଛି ଏକ ମାଗଣା ଶିକ୍ଷା କେନ୍ଦ୍ର ଯାହା ସମସ୍ତ ଜନଜାତିର ପୁଅ ଝିଅମାନଙ୍କୁ ମାଗଣାରେ ଶିକ୍ଷା ଦେଇ ଆସୁଛି। ମାଗଣାରେ ଖାଇବା, ମାଗଣାରେ ରହିବା, ସମସ୍ତ ବ୍ୟବସ୍ଥା ରହିଛି ଏଠି। ତ ଆଜି ଆମେ ଜାଣିବା ପିଜି ଆଡ଼ମିସନ୍ର ଡେଡ଼ଲାଇନ୍ କ'ଣ ଅଛି। 8/6/2024ରୁ ତା'ର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଜୁନ୍ 8 ତାରିଖରୁ ଆରମ୍ଭ ହୋଇଯାଇଛି। ଲାଷ୍ଟ ଡେଟ୍ ରହିଛି ଜୁଲାଇ 5 ତାରିଖ। ଯେଉଁମାନେ ଆବେଦନ କରିସାରିଥିବେ ସେମାନଙ୍କର 13 ଜୁଲାଇରେ ଗୋଟେ ଏଣ୍ଟ୍ରାନ୍ସ ଏକ୍ଜାମ୍ ହେବ। ଯେଉଁ ଏଣ୍ଟ୍ରାନ୍ସ ଏକ୍ଜାମ୍ର ରିଜଲ୍ଟଟା 20/7/2024 ମାନେ ଜୁଲାଇ 20 ତାରିଖରେ ବାହାରିବ ଏବଂ ଯେଉଁମାନେ ସେଠୁ ସିଲେକ୍ସନ୍ ହେବେ ଆଡ଼ମିସନ୍ଟା ତାଙ୍କର 28/7/2024ରୁ 30/7/2024 ମଧ୍ୟରେ ହେବ। ମାନେ ଜୁଲାଇ 28ରୁ ଜୁଲାଇ 30 ମଧ୍ୟରେ ଆଡ଼ମିସନ୍ ହେବ। 31/7/2024ରେ ଯେଉଁମାନେ ଆଡ଼ମିସନ୍ କରିସାରିଥିବେ 28 ତାରିଖ କିମ୍ବା 30 ତାରିଖ ସେମାନଙ୍କର ଦୀକ୍ଷାରମ୍ଭ ରହିଛି ବା ପ୍ରବେଶ ଉତ୍ସବ ରହିଛି। ତାପରେ ଅଗଷ୍ଟ 3 ତାରିଖରେ ଫାର୍ଷ୍ଟ ଯେଉଁ ସେମିଷ୍ଟାର ରହିଛି ଷ୍ଟୁଡେଣ୍ଟ ରହିଛନ୍ତି ସେମାନଙ୍କର କ୍ଲାସ୍ ଷ୍ଟାର୍ଟ ହେଇଯିବ। ଅଗଷ୍ଟ 3 ତାରିଖରେ ସେମାନଙ୍କର କ୍ଲାସ୍ ଷ୍ଟାର୍ଟ ହେଇଯିବ। ଏଇଟା ଥିଲା ଡେଡ଼ଲାଇନ୍ ଉପରେ। ତାପରେ ଆମେ ଆବେଦନ କେମିତି କରିବା ଆସନ୍ତୁ ଜାଣିବା। ମୁଁ ଆବେଦନ କରିବା ପାଇଁ ଅନଲାଇନ୍ର ଲିଙ୍କ୍ ସବୁ ଡିସ୍କ୍ରିପ୍ସନ୍ରେ ଦେଇ ରଖିଛି। ସେଇ ଲିଙ୍କ୍ରେ ଡାଇରେକ୍ଟ ଟଚ୍ କଲା ପରେ ଦେଖନ୍ତୁ ରେଜିଷ୍ଟ୍ରେସନ୍ ସାଇଟ୍ଟି ଅନ୍ ହେଇଯିବ। ମାନେ ରେଜିଷ୍ଟ୍ରେସନ୍ ସାଇଟ୍ ପଳେଇ ଆସିବ। ଆପଣ ସେଠି ରେଜିଷ୍ଟ୍ରେସନ୍ କରିପାରିବେ। ପ୍ରଥମେ ଫାଇଲ୍ ନେମ୍ ଅଛି, ଫାଇଲ୍ ନେମ୍ରେ ଫାଇଲ୍ ନେମ୍ ଦେବେ। ଆପଣଙ୍କର ଇମେଲ୍ ଆଇ ଡ଼ି ଅଛି, ଇମେଲ୍ ଆଇ ଡ଼ିରେ ଇମେଲ୍ ଆଇ ଡ଼ି ଦେବେ ଏବଂ ଯେଉଁ ଫୋନ୍ ନମ୍ବର ମାଗିଛି ଫୋନ୍ ନମ୍ବର ଜାଗାରେ ଆପଣଙ୍କର ଯେଉଁ ଚଲୁଥିବ ଫୋନ୍ ନମ୍ବରଟା ସେଇଟା ନିହାତି ଭାବରେ ଦେବେ। ଇମେଲ୍ ଆଇ ଡ଼ି ମଧ୍ୟ ଆପଣ ୟୁଜ୍ କରୁଥିବା ନିହାତି ଦରକାର, କାରଣ ଅନେକ ମେସେଜ୍ ଗୁଡ଼ାକ ସେଠାକୁ ଆସିବ। ତାପରେ ଆପଣଙ୍କର ଜେଣ୍ଡର ସିଲେକ୍ସନ୍ କରିବେ। ଦେଖନ୍ତୁ ମେଲ୍ ଏବଂ ଫିମେଲ୍ ମାନେ ବଏଜ୍ ଏବଂ ଗାର୍ଲସ ଉଭୟ ଏଇ ତାମାନେ ପିଜି ଆଡ଼ମିସନ୍ରେ ଭାଗ ନେଇପାରିବେ। ତ ଦେଖନ୍ତୁ ଏଇଠି କୋର୍ସ ରହିଛି, ଅନେକ ପ୍ରକାର କୋର୍ସ ରହିଛି। ଯେ ଯେଉଁଟା ମାଷ୍ଟର ଅଫ୍ ଆର୍ଟ୍ସ ପାଇଁ ଲେଖା ହେଇଛି ସେଇଟା ପିଜି କୋର୍ସ ରହିଛି। ଆପଣ ପିଜି କୋର୍ସରେ ଆପଣ ଯେଉଁ ସବଜେକ୍ଟ ଚାହିଁବେ ସିଲେକ୍ସନ୍ କରିପାରିବେ। ସିଲେକ୍ସନ୍ କରିଲା ପରେ ତାପରେ ସବମିଟ୍ ଆପ୍ଲିକେସନ୍ରେ ଯେଉଁ ତଳେ ଲେଖା ହେଇଛି ସେଇଠି କ୍ଲିକ୍ କରିବେ। ସେଇଠି କ୍ଲିକ୍ କଲା ପରେ ଦେଖନ୍ତୁ ରେଜିଷ୍ଟ୍ରେସନ୍ ହେଇଯିବ ଏବଂ ଆପ୍ଲିକେସନ୍ ରିସିଭ୍ ସକ୍ସେସଫୁଲି ଲେଖିକି ଆପଣଙ୍କର ଆପ୍ଲିକେସନ୍ ନମ୍ବରଟି ଶୋ କରିବ। ଯେଉଁ ଆପ୍ଲିକେସନ୍ ନମ୍ବର ଶୋ କରିବ ଆପଣ ଯେଉଁ ଇମେଲ୍ ଆଡ୍ରେସ୍ ଏବଂ ଇମେଲ୍ ଆଇ ଡ଼ି ଦେଇଥିବେ ଏବଂ ଫୋନ୍ ନମ୍ବର ଦେଇଥିବେ, ଇମେଲ୍ ଆଇ ଡ଼ିକୁ ଗୋଟେ ମେସେଜ୍ ଆସିବ। ଯେଉଁ ମେସେଜରେ ଆପଣଙ୍କର ଏଭଳିଆ ଆଇ ଡ଼ି ଏବଂ ପାସୱାର୍ଡ଼ ଆସିଥିବ। ଦେଖନ୍ତୁ ଯେଉଁ ଡିଜି କ୍ୟାମ୍ପସ୍ ସାଇଟ୍ଟି ରହିଛି ଆପଣ ଯେଉଁ ଆବେଦନ କରିବେ, ଆବେଦନ କଲାବେଳେ ଯେଉଁ ରହିଛି https://kiss.digicampus.com ସେହି ଲିଙ୍କରେ ଟଚ୍ କରିବେ। ଟଚ୍ କଲା ପରେ ଆପଣଙ୍କର ଏଇଭଳିଆ ଇଣ୍ଟରଫେସ୍ ଦେଖାଦେବ। ଦେଖନ୍ତୁ ଲଗ୍ଇନ୍ ସାଇଟ୍ଟା ଆସିଯାଇଛି। ଆପଣଙ୍କର ଇମେଲ୍ରେ ଯେଉଁ ଆଇ ଡ଼ି ଏବଂ ପାସୱାର୍ଡ଼ ରହିଛି, ଆପଣଙ୍କର ଇମେଲ୍ ଆଇ ଡ଼ି ଏବଂ ଯାହା ପାସୱାର୍ଡ଼ ଦେଇଥିବ ସେଇ ପାସୱାର୍ଡ଼କୁ ନେଇକି ଏଠି ଲଗ୍ଇନ୍ କଲା ପରେ ଆପଣଙ୍କର ପ୍ରୋଫାଇଲ୍ ଖୋଲିବ। ଦେଖନ୍ତୁ ପ୍ରୋଫାଇଲ୍ ଖୋଲିଲା ପରେ ରାଇଟ୍ ସାଇଡ଼୍ରେ ଆପଣଙ୍କର ଇମେଲ୍ ଭେରିଫିକେସନ୍ ପେଣ୍ଡିଂ ଦେଖେଇବ। ତାପରେ କ'ଣ କରିବେ, ଆପଣ ଭେରିଫାଏ ବଟନ୍ ଉପରେ କ୍ଲିକ୍ କରିବେ। ଭେରିଫାଏ ବଟନ୍ ଉପରେ କ୍ଲିକ୍ କଲା ପରେ ଆପଣଙ୍କର ଇମେଲ୍କୁ ଗୋଟିଏ ଲିଙ୍କ୍ ଯିବ। ଯେଉଁ ଲିଙ୍କ୍ରେ ଆପଣ ଟଚ୍ କଲା ପରେ ଅଟୋମେଟିକ୍ ସେଇଟା ଭେରିଫିକେସନ୍ ହେଇଯିବ। ଦେଖନ୍ତୁ ଅଲରେଡ଼ି ଭେରିଫାଏଡ଼୍ ହେଇଗଲା। ତାପରେ ଗो ଟୁ ହୋମ୍ରେ କ୍ଲିକ୍ କରିବା। ଗୋ ଟୁ ହୋମ୍ରେ କ୍ଲିକ୍ କଲା ପରେ ଦେଖନ୍ତୁ ଏଇ ଅପସନ୍ଟି ଆସିବ, ଲଗ୍ଇନ୍ ଅପସନ୍ଟି ଆସିବ। ଲଗ୍ଇନ୍ ଅପସନ୍ ଆସିଲା ପରେ ଆମେ ଏଠି ଲଗ୍ଇନ୍ କରିବା। ଲଗ୍ଇନ୍ କରିସାରିଲା ପରେ ପୁଣି ପ୍ରୋଫାଇଲ୍ ଆସିବ। ଦେଖନ୍ତୁ ପ୍ରୋଫାଇଲ୍ ଆସିଯାଇଛି ଏବଂ ପ୍ରୋଫାଇଲ୍ର ଯେଉଁ ରହିଛି
ଫିଲ୍ ଏଡ଼ମିସନ୍ ଫର୍ମ, ସେଇ ଫିଲ୍ ଏଡ଼ମିସନ୍ ଫର୍ମ ଯେଉଁ ରହିଛି ଏଡ଼ମିସନ୍ ଫର୍ମରେ ଆମେ କ୍ଲିକ୍ କରିବା। କ୍ଲିକ୍ କଲା ପରେ ଦେଖନ୍ତୁ ପ୍ରଥମେ ଆମର ଯେଉଁ ରେଜିଷ୍ଟ୍ରେସନ୍ କରିଥିବା ରେଜିଷ୍ଟ୍ରେସନ୍ ପ୍ରୋଫାଇଲ୍ଟି ଏଠି ଆସିବ। ଆପଣଙ୍କର ଇମେଲ୍ ଆଇଡ଼ି, ମୋବାଇଲ୍ ନମ୍ବର, ତାପରେ ଆପ୍ଲିକେସନ୍ ନମ୍ବର, ଏସବୁ ଆପଣଙ୍କର ଏଠି ଆସିବ। ପ୍ରଥମେ ରହିଛି ଷ୍ଟୁଡେଣ୍ଟ ଡିଟେଲ୍ସ। ଆପଣଙ୍କର ଷ୍ଟୁଡେଣ୍ଟ ଡିଟେଲ୍ସ ଏଠି ପ୍ରଥମେ ଫିଲ୍ଅପ୍ କରିବେ। ପ୍ରଥମେ ଦେଖନ୍ତୁ ଟ୍ରାଇବ୍ ରହିଛି, ଆପଣ ଯେହେତୁ ଏସ୍ଟିରୁ କେବଳ ଏସ୍ଟି ପୁଅ ପିଲାଙ୍କ ପାଇଁ ଝିଅ ପିଲାଙ୍କ ପାଇଁ ଏଇଟା ରହିଛି, ତେଣୁକରି ଏସ୍ଟିର ଯେଉଁ ଜନଜାତିରୁ ଆପଣ ଥିବେ ସେଇଟା ଆପଣଙ୍କର ଫିଲ୍ଅପ୍ କରିବେ। ତାପରେ ଫିଜିକାଲି ହ୍ୟାଣ୍ଡିକ୍ୟାପ୍ ଅଛନ୍ତି କି ନାହିଁ, ଯଦି ଅଛନ୍ତି ତାହେଲେ ୟେସ୍ କରିବେ, ଯଦି ନାହିଁ ତାହେଲେ ନୋ କରିବେ। ଏମିତି ଅପସନ୍ ରହିଛି, ଅନେକ ଅପସନ୍ ରହିଛି। ତାପରେ ଦେଖନ୍ତୁ ହଷ୍ଟେଲ୍ ରିକ୍ୱାୟାର ରହିଛି, ତଳକୁ ହଷ୍ଟେଲ୍ ରିକ୍ୱାୟାର ରହିଛି। ଆପଣଙ୍କର ହଷ୍ଟେଲ୍ ରିକ୍ୱାୟାରରେ ଆପଣ ହଷ୍ଟେଲ୍ ନିହାତି ରହିବେ, ନିଶ୍ଚିତ ରୂପେ ରହିବାକୁ ପଡ଼ିବ ଆପଣଙ୍କୁ ହଷ୍ଟେଲରେ, ତେଣୁକରି ଏଇଟା ୟେସ୍ କରିବେ। ପୂର୍ବରୁ ଯଦି କୌଣସି ଆୱାର୍ଡ଼ ଜିତିଛନ୍ତି ତାହେଲେ ଏଠି ୟେସ୍ କରିବେ, ନହେଲେ ନୋ କରିବେ। ତାପରେ ରହିଛି ଦେଖନ୍ତୁ ତଳକୁ ଅଛି ଆପଣଙ୍କର ସବଜେକ୍ଟ ପ୍ରିଫରେନ୍ସ। ଆପଣ କେଉଁ ସବୁ ସବଜେକ୍ଟ ରଖିକି ପିଜି କରିବାକୁ ଚାହୁଁଛନ୍ତି ସବୁ ଏଠି ଫିଲ୍ଅପ୍ କରିବେ। ସବଜେକ୍ଟ 1, ସବଜେକ୍ଟ 2, ସବଜେକ୍ଟ 3, ସବଜେକ୍ଟ 4 ରହିଛି। ଆପଣ ଯେଉଁ ସବଜେକ୍ଟରେ ପିଜି କରିବାକୁ ଚାହୁଁଛନ୍ତି ସେଇ ସବଜେକ୍ଟ ଗୁଡ଼ା ଏଠି ସବୁ ଫିଲ୍ଅପ୍ କରିବେ, ଯେଉଁ ସବୁ ସବଜେକ୍ଟରେ ପଢ଼ିବାକୁ ଚାହୁଁଛନ୍ତି। ତାପରେ ତଳକୁ ସ୍କ୍ରୋଲ୍ କଲା ପରେ ଦେଖନ୍ତୁ ପର୍ସନାଲ୍ ଡିଟେଲ୍ସ ରହିଛି। ଆପଣଙ୍କର ପର୍ସନାଲ୍ ଡିଟେଲ୍ସ ଏଠି ସବୁ ଫିଲ୍ଅପ୍ କରିବେ। ଡେଟ୍ ଅଫ୍ ବାର୍ଥ ରହିଛି, ଜେଣ୍ଡର ରହିଛି, ରିଲିଜନ୍ ରହିଛି, ବ୍ଲଡ଼ ଗ୍ରୁପ୍ ରହିଛି, ଏଇଟା ସବୁ ଆପଣଙ୍କୁ ଫିଲ୍ଅପ୍ କରିବାକୁ ପଡ଼ିବ। ତଳକୁ ସ୍କ୍ରୋଲ୍ କରିବେ, ଦେଖିବେ ଏଠି ରହିଛି ଆପଣଙ୍କର ମଦର ଟଙ୍ଗ ମାନେ ମାତୃଭାଷା କେଉଁଟା। ତାପରେ ଆପ୍ଲିକାଣ୍ଟର ଇମେଲ୍ ଆଇଡ଼ିଟା ଏଠି ଫିଲ୍ଅପ୍ କରିବେ। ଇମେଲ୍ ଆଇଡ଼ି ଫିଲ୍ଅପ୍ କଲା ପରେ ଦେଖନ୍ତୁ ମୋବାଇଲ୍ ନମ୍ବର ରହିଛି, ମୋବାଇଲ୍ ନମ୍ବର ଫିଲ୍ଅପ୍ କରିସାରିଲା ପରେ ଆପଣଙ୍କର ହ୍ୱାଟ୍ସଅପ୍ ନମ୍ବର, ଯେଉଁ ନମ୍ବରରେ ହ୍ୱାଟ୍ସଅପ୍ ୟୁଜ୍ କରିଛନ୍ତି ସେହି ନମ୍ବରଟି ଏଠି ଫିଲ୍ଅପ୍ କଲା ପରେ ତଳକୁ ସ୍କ୍ରୋଲ୍ କରିବେ। ଦେଖନ୍ତୁ ତଳକୁ ସ୍କ୍ରୋଲ୍ କଲା ପରେ ଆପଣଙ୍କର ଗାର୍ଡ଼ିଆନ୍ ଡିଟେଲ୍ସ ରହିଛି, ଯେଉଁଥିରେ ଆପଣ ଗାର୍ଡ଼ିଆନ୍ସର ସବୁ ଡିଟେଲ୍ସ କିଛି ଫିଲ୍ଅପ୍ କରିବେ। ବାପାଙ୍କ ନାମ ଫିଲ୍ଅପ୍ କରିବେ, ବାପାଙ୍କ କଣ୍ଟାକ୍ଟ ନମ୍ବର ଦେବେ, ବାପାଙ୍କର ଅକୁପେସନ୍ କ'ଣ, ତାପରେ ମାଆଙ୍କ ନାମ, ମାଆଙ୍କ ଡିଟେଲ୍ସ ଦେବେ, ସେ କ'ଣ କରନ୍ତି, ତାପରେ ତାଙ୍କର କଣ୍ଟାକ୍ଟ ନମ୍ବର ଦେବେ, ବାପାଙ୍କ ଆନୁଆଲ୍ ଇନକମ୍, ମାଆଙ୍କ ଆନୁଆଲ୍ ଇନକମ୍ ସବୁ ଏଠି ରହିଛି, ସବୁ ଆପଣ ଫିଲ୍ଅପ୍ କରିବେ। ଫିଲ୍ଅପ୍ କରିସାରିଲା ପରେ ଦେଖନ୍ତୁ ତଳକୁ ସ୍କ୍ରୋଲ୍ କଲେ ଆପଣଙ୍କର ଏଜୁକେସନାଲ୍ ଡିଟେଲ୍ସ ଆସିବ। ଏଜୁକେସନାଲ୍ ଡିଟେଲ୍ସରେ କ'ଣ ହେଇଛି ଆପଣଙ୍କର 10th ଇନଷ୍ଟିଚ୍ୟୁସନ୍ କେଉଁଟା ଥିଲା ସେଇଟା ଲେଖିବେ। ତାପରେ 10th ଏକ୍ଜାମ୍ ପରସେଣ୍ଟେଜ୍ କେତେ ରହିଛି, କେଉଁ ଇୟର୍ରେ ପାସ୍ କରିଛନ୍ତି, ତାପରେ 12th ଇନଷ୍ଟିଚ୍ୟୁସନ୍ କେଉଁଟା, ଆପଣଙ୍କର କେଉଁ କଲେଜରୁ ଆପଣ ପାସ୍ କରିଛନ୍ତି, ଗ୍ରାଜୁଏସନ୍ ମଧ୍ୟ ଆପଣଙ୍କର କେଉଁ କଲେଜରୁ ଆପଣ ପାସ୍ କରିଛନ୍ତି, ସବୁ ଏଠି ଫିଲ୍ଅପ୍ କରିବାକୁ ହେବ। ସବୁ କିଛି କେୟାରଫୁଲି ଫିଲ୍ଅପ୍ କଲା ପରେ ଦେଖନ୍ତୁ ନେକ୍ସଟ ଆସୁଛି ଆମର ଡକୁମେଣ୍ଟସ୍। ଡକୁମେଣ୍ଟ ସବୁ କ'ଣ ଲାଗିବ, ଯାହା ସବୁ ଡକୁମେଣ୍ଟ ଲାଗିବ ଆଧାର କାର୍ଡ଼, କାଷ୍ଟ ସାର୍ଟିଫିକେଟ୍, ଇନକମ୍ ସାର୍ଟିଫିକେଟ୍, ରାସନ୍ କାର୍ଡ଼, ଆପଣଙ୍କର ରେସିଡେଣ୍ଟାଲ୍ ସାର୍ଟିଫିକେଟ୍, 10th ସାର୍ଟିଫିକେଟ୍, ତାପରେ ରହିଛି 12th ସାର୍ଟିଫିକେଟ୍, ତାପରେ ଗ୍ରାଜୁଏସନ୍ ସାର୍ଟିଫିକେଟ୍ ସବୁ ଏଠି PDF କରିକି ସିଙ୍ଗିଲ୍ ଫାଇଲ୍ ଆଟାଚ୍ କରିବେ। ଏସବୁ ଆଟାଚ୍ କରିସାରିଲା ପରେ ପୁଣି ତଳକୁ ସ୍କ୍ରୋଲ୍ କରିବେ। ଦେଖନ୍ତୁ ସ୍କ୍ରୋଲ୍ କଲା ପରେ ଆପଣଙ୍କର ହୋମ୍ ଡିଟେଲ୍ସ ଏଠି ମାଗୁଛି, ହୋମ୍ ଆଡ୍ରେସ୍ ଫିଲ୍ଅପ୍ କରିବେ। ହୋମ୍ ଆଡ୍ରେସ୍ ଫିଲ୍ଅପ୍ କରିସାରିଲା ପରେ ପୁଣି ତଳକୁ ସ୍କ୍ରୋଲ୍ କରିବେ। ତାପରେ ଆସିବ ଆପଣଙ୍କର ବ୍ୟାଙ୍କ ଡିଟେଲ୍ସ। ବ୍ୟାଙ୍କ ଡିଟେଲ୍ସରେ ଆପଣଙ୍କର ପୁରା ଆକାଉଣ୍ଟ ଡିଟେଲ୍ସଟି ଏଠି ଫିଲ୍ଅପ୍ କରିବେ, ନିର୍ଭୁଲ ଭାବରେ ଫିଲ୍ଅପ୍ କରିବେ। ତାପରେ ତଳକୁ ଗୋଟେ ଆଣ୍ଟି ରେଗିଂ ଅଣ୍ଡରଟେକିଂ ରେଫରେନ୍ସ ନମ୍ବର ରହିଛି, ଏଇଟା ଫିଲ୍ଅପ୍ କଲେ ବି ହେବ, ଏଇଟା ମ୍ୟାଣ୍ଡେଟୋରି ନୁହଁ, ଫିଲ୍ଅପ୍ ନ କଲେ ମଧ୍ୟ ହେବ। ତାପରେ କ'ଣ କରିବେ, ସବୁ କିଛି ଫିଲ୍ଅପ୍ କଲା ପରେ ଦେଖିଦେବେ, ଟିକେ କେୟାରଫୁଲି ଦେଖିଦେବେ କେଉଁଟା ମିଷ୍ଟେକ୍ ଅଛି କ'ଣ ଅଛି। ତାପରେ କ'ଣ ହେଉଛି ଆପଣଙ୍କୁ ଏଇଟା ସ୍କ୍ରିନଶଟ୍ ରଖିବାକୁ ପଡ଼ିବ, ସ୍କ୍ରିନଶଟ୍ ନିହାତି ରଖିବାକୁ ପଡ଼ିବ, କାରଣ ଆପ୍ଲିକେସନ୍ ନମ୍ବରଟା ଆପଣଙ୍କୁ ଶୋ କରିବାକୁ ପଡ଼ିବ। ଦେଖନ୍ତୁ କେୟାରଫୁଲି ନିହାତି ଭାବରେ ଆପଣ ଦେଖିଦେବେ, ଏଇଟା ମୁଁ ଫିଲ୍ଅପ୍ କରିନାହିଁ କାରଣ ଏଇଟା ମୁଁ ସବମିଟ୍ କରିବାକୁ ଚାହୁଁନାହିଁ, ତେଣୁକରି ଆପଣ ଜାଣି ରଖନ୍ତୁ ଯେ ଏଇଟା ଏମିତି ଭାବରେ ଫିଲ୍ଅପ୍ କରାଯିବ। ଫିଲ୍ଅପ୍ କଲା ପରେ ଲାଷ୍ଟକୁ ଦେଖନ୍ତୁ ସବମିଟ୍ ଅପସନ୍ ରହିଛି, ଲାଷ୍ଟ ତଳେ ଯେଉଁ ରହିଛି ସବମିଟ୍ ଅପସନ୍ ରହିଛି, ତାପରେ ସବମିଟ୍ କରିଦେବେ। କରିଦେଲା ପରେ ଗୋଟେ ରେଫରେନ୍ସ ନମ୍ବର ପୁଣି ଆସିବ। ଆଶା କରୁଛି ଭିଡ଼ିଓଟି ନିହାତି ଭାବରେ ଭଲ ଲାଗିଥିବ। ଯଦି ଭଲ ଲାଗିଥିବ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, କମେଣ୍ଟ ବକ୍ସରେ କମେଣ୍ଟ ନିହାତି ଦିଅନ୍ତୁ।